আকরম ভাଇ ଏ ଯୋଉ ଯୁଦ୍ଧ ଯୋଉ ଚାଲିଲାଣି ମାନେ ଏତେ ବଡ଼ ମାନେ ଯେମିତି ଯୁଦ୍ଧ ଚାଲିଛି ଲୋକମାନେ ବହୁତ ହଇରାଣ ବି ହେଉଛନ୍ତି ଆଉ ଆଗକୁ ବି ବହୁତ ଯୁଦ୍ଧ ବି ଚାଲିବ ଆଉ ଭବିଷ୍ୟତରେ ବହୁତ ବଡ଼ ଆକାରରେ ବି ଯୁଦ୍ଧ ହେବ ଏମିତି ବି ମାନେ କ'ଣ ହେବ ଆଗକୁ ଆମେ ବି କହିପାରିବାନି ଆଉ କ'ଣ କରିବାକୁ କିଛି ଗୋଟେ ସମାଧାନ ଗୋଟେ କାଢ଼ ମାନେ କୁହ ଗୋଟେ ସମାଧାନ ଠିକ୍ ଅଛି ଠିକ୍ ଅଛି ସମାଧାନ କଥା କ'ଣ ଭଲ କ୍ୱେଶ୍ଚିନ୍ ଆପଣ କରିଛନ୍ତି ଆପଣଙ୍କୁ ଧନ୍ୟବାଦ। ବର୍ତ୍ତମାନ ଏକମାତ୍ର ତାର ବିକଳ୍ପ ଅଛି ସମାଧାନ ହେଇପାରିବ। ବର୍ତ୍ତମାନ ଆମେରିକା ଆଉ ଇସ୍ରାଏଲ ଆଉ ଇରାନର ଯେଉଁ ଯୁଦ୍ଧଟା ଚାଲିଛି କିନ୍ତୁ ବର୍ତ୍ତମାନ ସାରା ବିଶ୍ୱ ଆଉ ସାରା ଭାରତ ବି ଇରାନ ସପକ୍ଷରେ ଅଛି। କ'ଣ ପାଇଁ ଇରାନ କ'ଣ ଆମର ମିତ୍ର ନା ସେ ବର୍ତ୍ତମାନ ଲିଗାଲରେ ଅଛି ସେ ସତରେ ଅଛି ତେଣୁ ସାରା ବିଶ୍ୱ ଆଉ ଈଶ୍ୱର ବି ତା ସପୋର୍ଟରେ ବି ଅଛନ୍ତି। ବର୍ତ୍ତମାନ କ'ଣ କରାଯିବ ମୁଁ ସଂକ୍ଷିପ୍ତରେ କହୁଛି ଆମର ଗଲ୍ଫ କଣ୍ଟ୍ରି ଅଛି ଆଉ ୟୁରୋପ କଣ୍ଟ୍ରି ଅଛି। ଗଲ୍ଫ କଣ୍ଟ୍ରି ୟୁରୋପ କଣ୍ଟ୍ରି ମନେ ରଖ ବର୍ତ୍ତମାନ 200ରୁ ଅଧିକ ଦେଶ ଆମ ସାରା ପୃଥିବୀରେ ୱାର୍ଲଡରେ ଅଛି ତାକୁ ବିଭକ୍ତ କରାଯାଉ। କ'ଣ ପାଇଁ ଏ କ୍ୱେଶ୍ଚିନ୍ ମୁଁ କହିଲି ଦେଖନ୍ତୁ ଜାତିସଂଘକୁ କେହି ମାନିଲେନି ଜାତିସଂଘର ଯେଉଁ ମୁରବୀକୁ କେହି ମାନିଲେନି ଯେମିତି ଆମର ମ୍ୟୁନିସିପାଲିଟି ଅଲଗା ହେଇଛି ଯେମିତି ଆମର ପଞ୍ଚାୟତ ଲେଭେଲଟା ଗ୍ରାମାଞ୍ଚଳ ଅଲଗା ହେଇଛି ସେମିତି ଗଲ୍ଫ କଣ୍ଟ୍ରିକୁ ଅଲଗା କରାଯାଉ ଆଉ ୟୁରୋପ କଣ୍ଟ୍ରିକୁ ଅଲଗା କରାଯାଉ। ଯେତେବେଳେ ବସିଛି ଏଇଟା ସାରା 222 କି 200 କେତେ ଦେଶ ଅଛି ସବୁ ପ୍ରଧାନମନ୍ତ୍ରୀ ବସିକି ସବୁ ରାଷ୍ଟ୍ରପତି ବସିକି ଗୋଟେ ନିଷ୍ପତ୍ତି ନିଅନ୍ତୁ ଆଉ ଗଲ୍ଫ କଣ୍ଟ୍ରି ଅଲଗା କରାଯାଉ ଗଲ୍ଫର ଗୋଟିଏ ମୁଖ୍ୟ କରାଯାଉ। ଆମେ ହେଉଛୁ ଗଲ୍ଫର ମୁଖ୍ୟ ଆମେ ରୁଷକୁ କଲେ ଭଲ ହୁଅନ୍ତା କରାଯାଉ ଆଉ କିନ୍ତୁ ୟୁରୋପ ବାଲା ସେ ତାଙ୍କର ଗୋଟେ ଅଲଗା କରନ୍ତୁ ଦେଖିବ ଆଉ ଦ୍ୱନ୍ଦ୍ୱ ହେବନି କି ଝଗଡ଼ା ହେବନି ବିଶ୍ୱ ଶାନ୍ତିପୂର୍ଣ୍ଣ ରହିବ ସବୁଦିନ ପାଇଁ। ଆଉ ଗୋଟେ କଥା ମୁଁ କହିବାକୁ ଚାହୁଁଛି ଯେଉଁ ଯୁଦ୍ଧ ଚାଲିଛି କ'ଣ ପାଇଁ ଚାଲିଛି ଗର୍ବ ଅହଙ୍କାର ଅତିରିକ୍ତ ହେବାରୁ ଆମେରିକା ଗୋଟେ ଦାଦାଗିରି ଭାବରେ ଶାସନ କରୁଛି କୌଣସି ଶିକ୍ଷିତ ଶିଷ୍ଟାଚାର ଉପରେ ତା'ର ଶାସନ ନାହିଁ ଯେଉଁଟାକି ଆଜି ସେ ମନ ମୁତାବକ ଗୋଟେ ଦେଶର ରାଜାଙ୍କୁ ସେ ମାରି ପକାଉଛି ତା ମାନେ ସେ ଆଇନକୁ ମାନୁନି। ଏମିତି ଆଇନ କରି ସବୁ ଦେଶ ଜାତିସଂଘ ବସିକି ଆଇନ ଏମିତି କରାଯାଉ କୌଣସି ଦେଶକୁ ଆଖି ଉପରେ ପକାଇବାକୁ ଗଲେ ତାକୁ 10 ଥର ଚିନ୍ତା କରିପାରିବ ଯେଉଁଟାକି ଏ ଦାଦାଗିରି ଅଛି ଏ ହେଉଛି ମୂର୍ଖାମୀ ଶାସନ। କିନ୍ତୁ ଯେଉଁଟା ସେ କରିଛି ଯେଉଁଟାକି ଲସ୍ କରିଛି ଇରାନର ସେ ଠିକ୍ ସତ୍ୟରେ ଅଛି ଯେଉଁଟାକି ଲସ୍ କରି ତା'ର କ୍ଷତି ପରିମାଣ ଦେବାକୁ ଧାର୍ଯ୍ୟ ହେବ ଆମେରିକା କାହିଁକି ସେ ମନ ମୁତାବକ କରିକି ତା'ର